ଘରୁ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ। ପୋଲିସର ତଦନ୍ତ ଜାରି ରହିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ମୃତଦେହ ଜବତ କରି ସବୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଅଡ଼ୁଆ ଥାନା ଓଲିଆପଦା ଗ୍ରାମରେ। ଗାଁର ନାବାଳିକାଙ୍କ ପରିବାର ଲୋକେ ତାଙ୍କୁ ବ୍ରାହ୍ମଣୀ ଗାଁର ଜଣେ ଯୁବକଙ୍କ ସହିତ ବିବାହ ପ୍ରସ୍ତାବ କରିଥିଲେ। ହେଲେ ନାବାଳିକା ଜଣକ 10ମ ଶ୍ରେଣୀରେ ପାଠ ପଢ଼ୁଥିବାରୁ ସେ ବ୍ରାହ୍ମଣୀ ଗାଁରେ ତାଙ୍କ ମାମୁଁ ଘରେ ରହି ପାଠ ପଢ଼ୁଥିଲେ। ନାବାଳିକା ସହ ଉକ୍ତ ଯୁବକଙ୍କ ସହ କୌଣସି କାରଣରୁ ବିବାଦ ହୋଇଥିଲା। ଆଜି ସକାଳେ ଯୁବକ ଜଣକ ସହିତ ନାବାଳିକାଙ୍କୁ ଆଣି ତାଙ୍କ ବାପ ଘରେ ଛାଡ଼ି ଚାଲି ଯାଇଥିଲେ। ହେଲେ ଘରେ କେହି ନଥିବା ବେଳେ ନାବାଳିକା ଜଣକ ଘରେ ଥିବା ଲୁଗାରେ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ଦେଖିବା ପରେ ତାଙ୍କୁ ବିରକୋଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ତେବେ କେଉଁ କାରଣରୁ ନାବାଳିକା ଜଣକ ଜୀବନ ହାରିଲେ ତାହା କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ମୃତଦେହ ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।